ବୁନ୍ଦାଏ ରକ୍ତ ବି ବଞ୍ଚି ରହିନି ଶରୀରରେ। ଛୁଆଟା ଡାଙ୍ଗ ପରି କଳା କାଠ ପଡ଼ିଯାଇଛି। ଏ ଚରା ଡାହାଣୀ ମୋ ଛୁଆକୁ ଛାଡ଼ିଲାନି ଲୋ। ବେଳେ ବେଳେ ଲାଗେ ଏ ଫୁଲ ଗଛଗୁଡ଼ା ଉପରେ ଚରା ଡାହାଣୀର ନଜର ପଡ଼ିଯାଉଛି ବୋଧେ। ଦିନକୁ ଦିନ ଶୁଖି ଯାଉଛନ୍ତି। ମୁଁ ବି କାମରେ ବ୍ୟସ୍ତ ରହିଯାଉଛି ଯେ ଆଉ ଏମାନଙ୍କର ଠିକ୍ସେ ଯତ୍ନ ନେଇପାରୁନି। ଆଜି ଶନିବାର ଅଫିସ ଛୁଟି। ଟିକେ ଟାଇମ୍ ମିଳିଗଲା ଏମାନଙ୍କ ସହ କଥାବାର୍ତ୍ତା ହେବାକୁ। ଏଇ ସାଙ୍ଗେ ସାଙ୍ଗେ ପୁଣି ଆପାର୍ଟମେଣ୍ଟରୁ ପିଲା ସବୁ ଧାଇଁ ଆସିବେ ଗପ ଶୁଣିବାକୁ। ଆଜି ଶନିବାରକୁ କାଲି ରବିବାର, 2 ଦିନ ଛୁଟି। ଗପ ଶୁଣିବା ପାଇଁ ବଢ଼ିଆ ମୌକା ପିଲାଙ୍କର। ଏଇ ଦେଖୁନା କୋଉ କୋଉ ଆସି ହାଜର ହେଇଗଲେଣି। ଆଉ ମୋତେ ଏବେ କିଛି କାମ କରେଇ ଦେବେନି। ଆସ ଆସ, ତମମାନଙ୍କ ଅପେକ୍ଷାରେ ହିଁ ଥିଲି ପା। ଏ କାହାଣୀ ଯେତେ ସତ ସେତେ ତୁମର ରୋମ ଟାଙ୍କୁରି ଉଠିବ। ରେଡି ତ? ଗାଁ ଗାଁରେ ଏ କଥା ପ୍ରଚଳିତ। କିଏ କେତେ ରୂପରେ ପାଇଛନ୍ତି ତାଙ୍କୁ। ଏମାନେ ଭୂତ ପରି ଅଲଗା ହୋଇ ଗଛ କି ଭଙ୍ଗା କୋଠାରେ ରୁହନ୍ତିନି। ଆମ ସାଙ୍ଗେ ରୁହନ୍ତି, ଆମ ପରି ହୋଇ। ନା ତାଙ୍କର ଚରା ଡାହାଣୀ। ଏଇ ଖରାଦିନ ଛୁଟି କଥା। ମୁଁ ଦ୍ୱିପହରେ ଯାଇ ପହଞ୍ଚିଲି ଗାଁରେ। କି ଟାଣ ଖରା। ସନ୍ଧ୍ୟା ହେଉ ହେଉ କିନ୍ତୁ ଦକ୍ଷିଣା ପବନ ସବୁ ଗରମ ଭୁଲେଇ ଦିଏ। ସେ ପବନରେ ପିଣ୍ଡାରେ ବସି ଚା ପିଉଥିଲା ବେଳେ ପହଞ୍ଚି ଆସିଲେ ତୁମ ଭଳି 4-6ଟି ପିଲା। ମଧୁ, ରାଜା, ପିନୁର ଏକ ସଙ୍ଗରେ ସ୍ୱର, ଗପ ଗପ ଗପ। ମୁଁ ପଚାରିଲି, କ'ଣ ଶୁଣିବା ଆଜି? ରାଜା କଥା ନା କୁମ୍ଭୀର କଥା ନା ରାମାୟଣ କଥା? ରାଜା ଚିଲେଇ ଉଠି କହିଲା, ଭାଇ ଭୂତ କଥା। ସେ ଗପ ଆମେ କେବେ ଶୁଣିନୁ। ମଧୁ ଆଉ ପିନୁ ପାଖକୁ ଆଉଜି କହିଲେ, ହଁ ହଁ ଭୂତ ଗପ। ଗପ ପିଢ଼ି ଖୋଲା ହେଲା। ଗାଁରେ ସବୁ ଭୂତ କଥା ଗପ ହେଇନଥାଏ, ସତ ହେଇଥାଏ ସେ ଭୂତ କଥା ଗୁଡ଼ା। ଯେତେ ଅବିଶ୍ୱାସ ଲାଗିଲେ ବି ସେତେ ସତ ଏସବୁ। କେହି ଚମକିବନି। ଆଜି ଆମେ ଶୁଣିବା ଚରା ଡାହାଣୀ କଥା। ସେମାନେ ଦିନରେ ଆମ ଭିତରେ ରହିଥାନ୍ତି, ଆମେ ଜାଣିପାରୁନା। ଆମ ପରି କଥାବାର୍ତ୍ତା, ମିଳାମିଶା ସବୁ ସମାନ, ହସ ଖୁସି ସବୁ ସାଧାରଣ ମଣିଷ ପରି। କିନ୍ତୁ ରାତି ହେଲେ ସେ ଡାହାଣୀ ହେଇଯାଆନ୍ତି। ସବୁ ନିଶବ୍ଦ ହେବା ପରେ ଓଲଟା ମୁହାଁ ହୋଇ ହାତରେ ଚାଲି ଚାଲି ଓଲଟା ଯାଆନ୍ତି। ସାମ୍ନାରେ ଯିଏ ଆସେ ତା ରକ୍ତ ଶୋଷି ନିଅନ୍ତି କୁଟାଖିଅରେ। ଗଡ଼ିଆ ହୁଡ଼ାରେ ବୁଲନ୍ତି ରାତିରେ। ପଶୁ ହଉ କି ମଣିଷ, ଯେ ସାମ୍ନାରେ ଆସିଲା ତା ପାଇଁ କାଳରାତ୍ରି ହୋଇଯାଏ। ସକାଳୁ ଗାଧେଇ ପାଧେଇ ପୁଣି ଆମ ପରି ମଣିଷ ମୁଖା ନାଇ ଆମ ଗହଣରେ ହାଜର। ତାଙ୍କୁ ଚିହ୍ନିବା କାଠିକର ପାଠ। ଯେ ତାଙ୍କୁ ଚିହ୍ନିଯାଏ ସେ କୋଉ ବଞ୍ଚି ରହେ ଯେ ଆଉ କିଏ ଜାଣିବ। ଆମ ସମୟରେ କେତେ ଚରା ଡାହାଣୀ କଥା ଶୁଣିବାକୁ ପାଉ। ଏବେ ଆଉ ସେତେ କଥା ନାହିଁ କି କାହାଣୀ ନାହିଁ। ଯାହା ହଉ ସେଇଟା ଭଲ କଥା। ଏତିକି ବେଳକୁ ରାଜା ଆଉ ମଧୁ ଧରିଲେଣି। ପିନୁ କିନ୍ତୁ ଆଶ୍ଚର୍ଯ୍ୟ ଭାବେ ଚୁପ୍ ହୋଇଯାଇଥିଲା। ଏତିକିରେ ପିଲାଏ ଏତେ ଡରି ଯାଇଥିଲେ ଯେ ମୁଁ କହିଲି, ଯାଅ ଯାଅ, ଘରେ ଖୋଜୁଥିବେ, ରାତି କେତେ ହେଲାଣି। ଆଉ ଗପ କାଲି କହିବି। ଡରି ଡରି ହାତ ଧରାଧରି ହେଇ ସବୁ ଫେରିଗଲେ ଘରକୁ। ଖାଇସାରି ଯେଝା ନିଜ ନିଜ ଶୋଇବା ଲାଗି ପ୍ରସ୍ତୁତ ହେଲେ। ପିନୁ ନା ଠିକ୍ ସେ ଖାଇଲା ନା ଶୋଇବାକୁ ଯାଉଥିଲା। ତା ବାପା ବିଲାତରେ। ଜଏଣ୍ଟ ଫ୍ୟାମିଲି ହେଲେ ବି କହିବାକୁ ତା ପାଖେ ଖାଲି ତା ମାଆଟା। ତା ସାଙ୍ଗେ ଶୋଇବାକୁ ଯିବାକୁ ମନା କରୁଥିଲା ଆଜି ପିନୁ। ମାଆଟା ତାର ତାକୁ ଟାଣି ନେଇ କେତେ ଗେଲ କରି କହିଲା, ବାବା କ'ଣ ହେଇଛି? କିଏ କ'ଣ କହିଲା? ପିନୁ ତା ମାଆକୁ ସନ୍ଦେହ ଆଖିରେ ଅନେଇକି ପଚାରିଲା, ଭାଇ ଆଜି ଚରା ଡାହାଣୀ ଗପ ଶୁଣଉଥିଲେ।
ମା ତୁ ବି ଚରା ଡାହାଣି କି? ତୁ ରାତି ଅଧରୁ କୁଆଡ଼େ ପଳାଉ, ସକାଳୁ ଆସୁ। ବେଳେ ବେଳେ ରାତି ଅଧରେ ମୁଁ ତତେ ଓଲଟା ଚାଲିବା ଦେଖିଛି। ତୁ କ'ଣ ଲୋକଙ୍କ ରକ୍ତ ପିଇ ଦଉ? କାହାକୁ ଛାଡ଼ୁନା? ଝାଳ ଗମ ଗମ ହେଇ ଯାଉଥିଲା ପିନୁ। ଛି ବାବା, ତୁ କଣ କଣ ଶୁଣିକି କଣ ଭାବୁଛୁ? ମୁଁ ତ ମା ପରା, ଚରା ଡାହାଣୀ କେମିତି ହେବି? ବାବା ତୁ ଏମିତି କଥା କାହାକୁ କହିନୁ ତ? କିଏ କ'ଣ କାହାଣୀ ବନେଇବି? ହଉ ଚାଲ, ପାଣି ପିଇ ଆସିବୁ, ଶୋଇଯିବା। ତା ପରଦିନ ରଘୁ ଦୌଡ଼ି ଦୌଡ଼ି ଆମ ଘର ସାମ୍ନାରେ ପହଞ୍ଚିଲା। ଏ ଦାଦା, ବେଗି ବେଗି ଆସ। ସେ ବାବୁ ଜେନା ଘର ଛୁଆର କ'ଣ ହେଇଯାଇଛି? ଛୁଆଟା କଳା କାଠ ପଡ଼ିଗଲାଣି। ମୁଁ ଯାଇ ପହଞ୍ଚିଲା ବେଳକୁ ପିନୁର ଦେହରେ ଆଉ ଜୀବନ ନାହିଁ। ବୁନ୍ଦାଏ ରକ୍ତ ବି ବଞ୍ଚି ରହିନି ଶରୀରରେ। ଛୁଆଟା ଡାଙ୍ଗ ପରି କଳା କାଠ ପଡ଼ିଯାଇଛି। ଏ ଚରା ଡାହାଣୀ ମୋ ଛୁଆକୁ ଛାଡ଼ିଲାନି ଲୋ। କୁଟା ଘିଅରେ ତା ଜୀବନ ନେଇଗଲା। ଆଖି ଆଗରେ ଯିଏ କାନ୍ଦୁଥିଲା ସେ ପିନୁର ମା ନଥିଲା, ସେ ହିଁ ଥିଲା ଚରା ଡାହାଣୀ। ପୂର୍ବ ଦିନ ରାତି କଥା। ପିନୁକୁ ବୁଝେଇ ସୁଝେଇକି ଶୋଇଦେଲା ତା ମା। ଠିକ୍ ଅଧା ରାତିରେ ଆଖି ଖୋଲିଲା ମାର। ମଣିଷରୁ ପାଲଟି ଗଲା ଚରା ଡାହାଣୀ। ପିନୁକୁ ସନ୍ଦେହ ହେଇଥିବାର ଜାଣି ସାରିଥିଲା ଚରା ଡାହାଣୀ। ଏ ସନ୍ଦେହ ତାର ସତରେ ବଦଳିବା ଆଗରୁ ଚରା ଡାହାଣୀ କୁଟା ଖିଅରେ ପିନୁର ଦେହରୁ ସବୁ ରକ୍ତ ଶୋଷି ନେଇଥିଲା। ପିନୁର ଦେହ ଶୁଖିକି କଳା କାଠ ପଡ଼ିଗଲା। ଆଉ ଚରା ଡାହାଣୀ ଓଲଟା ଚାଲି ଚାଲି ଘର ବାହାରକୁ ପଳେଇଲା। ରାତି ପାହି ଆସିଲା ବେଳକୁ ଅଳ୍ପ ଅଳ୍ପ ଅନ୍ଧାର ଥାଏ। ଗାଧେଇ ପାଧେଇ ଆସି ପୁଣି ଶୋଇପଡ଼ିଲା ପିନୁର ଡେଡ୍ ବଡି ପାଖରେ। ସକାଳୁ ପୁଅ ପିନୁର ଡେଡ୍ ବଡି ଧରି କୁମ୍ଭୀର କାନ୍ଦଣା। ଏମିତି ହିଁ ଚରା ଡାହାଣୀ ଆମ ଭିତରେ ଥାନ୍ତି, ହେଲେ ଆମେ କେହି ଜାଣିପାରୁନା। ପିଲାଗୁଡ଼ା ଥରୁଥିଲେ। ଏମିତି କଥା ଯାହା କେବେ ଶୁଣି ନଥିଲେ ସେଗୁଡ଼ା ହଜମ କରିବା ଏ ସହରୀ ପିଲାଙ୍କ ପକ୍ଷେ ସହଜ ନଥିଲା। କ'ଣ ହେଲା ପିଲେ? ଏଇ ଡାହାଣୀ କଥା ଶୁଣିକି ତମେ ଏତେ ଡରିଗଲ? ଆଗକୁ ତ ବହୁତ ଏମିତି କାହାଣୀ ଅଛି, ପୁଣି ଶୁଣେଇବି ନେକ୍ସଟ ଏପିସୋଡରେ। ହେଲେ ତମେମାନେ ତମ ସାଙ୍ଗମାନଙ୍କୁ ସବୁ କହିଦେବ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ବୁଝିଲେ ତ? ଚାଲ ଚାଲ, ବହୁତ ରାତି ହେଲାଣି। ଜୟ ଜଗନ୍ନାଥ।